ରଜଗୁଣରେ ବନ୍ଧନ, ସତ୍ୱଗୁଣରେ ବନ୍ଧନ, ତମଗୁଣରେ ହିଁ ବନ୍ଧନ ଅଛି। ସେଠାରେ କୋଉ ସତ୍ୱଗୁଣରେ ବନ୍ଧନ ନାହିଁ ନା ଶୁଦ୍ଧ ସତ୍ୱ ଜ୍ଞାନ। ବୋଲେ ସତ୍ୱ ଜ୍ଞାନଟା ଯଦି ଶୁଦ୍ଧ ହେଇଯିବ ତାହେଲେ ସେଥିରେ ଆଉ ବନ୍ଧନ ନାହିଁ। କାହିଁକି ନା ସେଇଟା ତାଙ୍କ ଆଦେଶ ଆଉ ଉପଦେଶରେ ହେଲା। ସେ କହିଲେ ଗୁରୁଙ୍କ ଆଦେଶ ଆଉ ଗୁରୁଙ୍କ ଉପଦେଶ ସେତେବେଳେ ହୁଏ ଯେତେବେଳେ ଭକ୍ତଟାର ଚିତ୍ତକ୍ଷେତ୍ର ଶୁଦ୍ଧ ହେଇଯାଏ। ମନ ମଧ୍ୟରେ ସତ୍ୱଗୁଣର ଆଧିକ୍ୟ ନଥିଲେ ଶୁଦ୍ଧ ବୁଦ୍ଧିର ଉଦୟ ହୁଏ ନାହିଁ। ଶ୍ରୀ ଗୁରୁଦେବ ଏବଂ ଭଗବାନଙ୍କ ପ୍ରତି ଶ୍ରଦ୍ଧା ସାତ୍ବିକ ବୁଦ୍ଧିର ଫଳ। କହିଲେ ଶ୍ରୀ ଗୁରୁଦେବ ଏବଂ ଭଗବାନଙ୍କ ପ୍ରତି ଶ୍ରଦ୍ଧା ସାତ୍ବିକ ବୁଦ୍ଧିର ଫଳ। ସତ୍ୱଶୁଦ୍ଧି ହେଲେ ସାଧକଙ୍କର ଅତୀନ୍ଦ୍ରିୟ ଜଗତ ପ୍ରତି ଶ୍ରଦ୍ଧା ବିଶ୍ୱାସ ଓ ମହାପୁରୁଷଙ୍କ ପାଖରେ ଦୃଢ଼ ଆସ୍ଥା ଜାତ ହୁଏ। କହିଲେ ସତ୍ୱଶୁଦ୍ଧି ହେଲେ ସାଧକଙ୍କର ଅତୀନ୍ଦ୍ରିୟ ଜଗତ ପ୍ରତି, କହିଲେ ଏଇଟା ହଉଛି ଇନ୍ଦ୍ରିୟ ଗ୍ରାହ୍ୟ ଜଗତ, ଆପରେ ଯୋଉଟା ରହିଲା ଅତୀନ୍ଦ୍ରିୟ ଜଗତ ପ୍ରତି ତାଙ୍କର ବିଶ୍ୱାସ ଅଛି, ନହେଲେ ଆସିବନି। ଯୋଉଟା ତମଗୁଣି ଆଉ ରଜଗୁଣି ତାଙ୍କର ଅତୀନ୍ଦ୍ରିୟ ଜଗତ ପ୍ରତି ବିଶ୍ୱାସ ଆସିବ ନାହିଁ। ସେ କେବଳ ମରିଗଲେ ସରିଗଲା, କଣ କହିବି ମରିଗଲେ ଗଲା ହବ, ଆଉ କିଏ ତାକୁ ପଚାରୁଛି। ଏଇ ମରିଗଲେ ସତ ଯେ ଦେହଟା ସିନା ମରିଯିବ, ଆଉ କଣ ମନଟା ମରିଯିବ ନା କଣ? ସଂସ୍କାରଟା ମରିଯିବ କି? ମନ ମରିବନି, ଏ ସଂସ୍କାର ବି ମରିବ। ସେ ଗୋଡେଇ ଗୋଡେଇ ସାଙ୍ଗରେ ଯିବ। କହିଲେ ଯେତେବେଳେ ଜୀବନ ମୃତ୍ୟୁ ଘଟେ, ତାହେଲେ ଯେତେବେଳେ ଜୀବନ ମୃତ୍ୟୁ ଆସିକି ଉପନୀତ ହବ, ବ୍ରହ୍ମାଣ୍ଡର ଭେଦ କରି ସୂର୍ଯ୍ୟରଶ୍ମି ସହିତ ଯେତେବେଳେ ତାର କନେକ୍ସନ ଆସିବ, ସେଇ ଯୋଉ 1 ସେକେଣ୍ଡ କି 2 ସେକେଣ୍ଡ, ତାପରେ ମୋର ଅନ୍ଧକାର ବା ତମସା ମାଡ଼ି ବସିବ। ମାଡ଼ି ବସିଲା ବେଳେ ଆତ୍ମା ଦେହ ଭିତରୁ ବାହାରିବା ପାଇଁ ଛଟପଟ 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 ହବ। ଯେକୌଣସି ଗୋଟେ ଇନ୍ଦ୍ରିୟ ଦେଇକି ସେ ବାହାରିଯିବ। କଣ ନା ତାର ଆଖି ବାଟେ ଦେଇକି ବାହାରିପାରେ, ଗଲାବେଳକୁ ଆଖିରେ ବାହାରିଯିବ, ଆଖି ବାଟେ ବାହାରିଯିବ, ତାର ନାକ ବାଟେ ବାହାରିଯିବ, ତାର ପାଟି ବାଟେ ଆଗରେ ମରିଯିବ, ତାର ମଳଦ୍ୱାର ବାଟେ ଆତ୍ମା ପଳେଇବ, ସେ ଝାଡ଼ା ବସି ପଡି ଦୁଃଖ କରିବ। ବୁଝିପାରିଲେ? ତେଣୁ ଯେକୌଣସି ବାଟେ ସେ ଯିବାକୁ, ଯୋଉ ବାଟଟା ଦୁର୍ବଳ ଦିଶୁଛି ସେଇ ବାଟେ ଚାଲିଗଲା ପରେ କଣ ଗଲା ନା ସେଠି ଆମେ କହନ୍ତି ପ୍ରାଣବାୟୁ ଗଲା। କୋଉ ବାୟୁ? ତା ପ୍ରାଣବାୟୁ ଉଡିଗଲା। ସେଇ ପ୍ରାଣଟା ଯିବ କାହା ସାଙ୍ଗରେ? ମାନେ ଆମର ପ୍ରୋବ୍ଲେମଟା କଣ ନା ଆମେ କହୁଛେ ଠାକୁର ଅଛନ୍ତି, ଠାକୁରଙ୍କର ଉପାସନା କରୁଛେ, ଆମେ ପଦାରେ ବୁଲିବା, ପଦାରେ କଥାବାର୍ତ୍ତା କରିବା। ଏଇଥିପାଇଁ ଆମେ ଉପାସନା କରିପାରୁନା। ଯୋଉ ସମର୍ଥକ ଆମକୁ ମିଳିଛି ତାର ଆମେ ସଦୁପଯୋଗ କଲେ। ତେଣୁ ଯେତେବେଳେ ପ୍ରାଣବାୟୁଟା ଊର୍ଦ୍ଧ୍ୱଗାମୀ ହବ, ସେଇ ଯୋଉ ପ୍ରାଣଟା ଯେତେବେଳେ ଯିବ ସେଟା ବାୟୁରେ ଯିବ। କୋଉଟା? ବାୟୁରେ ଯିବ, ଊର୍ଦ୍ଧ୍ୱମୁଖୀ ହବ। ସେ କହିଲା ଯାହାର ପ୍ରାଣଟା ଯିବ ଯେତେବେଳେ, ଯାହାର ମନ ଯେଡ଼େ ଓଜନ ସେ ସେତେ ନିଚ ସ୍ତରରେ ରହିବ। ଯାହାର ମନ ଯେତିକି ହାଲକା ବା ସତ୍ୱ ଶୁଦ୍ଧ, ସେ କହୁଛନ୍ତି ଶୁଦ୍ଧ ଚିତ୍ତ ବା ସାତ୍ୱିକ ସମ୍ପର୍କ, ସେ ଧୀରେ ଧୀରେ ଉପରକୁ ଉଠିବ। କୋଉଠିକୁ ଉଠିବ? ଉପରକୁ ଉଠିବ। ବୁଝିପାରିଲେ କି ନାହିଁ? କେତେବେଳେ ନା ଯେପର୍ଯ୍ୟନ୍ତ ଜୀବ ଜାଣି ନାହିଁ ମୁଁ ମରିଗଲିଣି, ମୁଁ ମଲି, ଏକଥା ଯେତେବେଳେ ତାର ଜ୍ଞାନ ନ ଆସୁଛି, ସେ ପର୍ଯ୍ୟନ୍ତ ସେ ନିଚ ସ୍ତରରେ ଥିବ, ଏଇ ବାୟୁମଣ୍ଡଳ ଭିତରେ ଘୁରି ବୁଲୁଥିବ। ସାଧାରଣ ଲୋକଙ୍କର ଯାହା, ଆମର ମଧ୍ୟ ଜଗତ ସେଇଆ, ଆମର ବି ସେଇଆ। କିନ୍ତୁ ତାଙ୍କ ଆମ ଭିତରେ ଗୋଟେ ଡିଫରେନ୍ସ ଅଛି। କଣ? କିଏ କହିଲେ ସେ ତ ତାଙ୍କର ଗଲେ ଖାଇଲେ ପିଇଲେ, 8ଟା ବେଳେ 9ଟା ବେଳେ ନିଦରୁ ଉଠିଲେ, ଖାଇଲେ ପିଇଲେ, ବାକି ସାଙ୍ଗେ ନେଇ ବଜାରରେ ବୁଲିଲେ, ଚା ପାନ ବିଡ଼ି ସିଗାରେଟ ଖାଇଲେ, ଖାଇକି ଆସିଲେ ଘରେ କଣ ଆମିଷ ଜାତୀୟ ଦ୍ରବ୍ୟ ଭକ୍ଷଣ କଲେ, ଶୋଇଲେ ପିଇଲେ, ସଂସାର ଉପଭୋଗ କଲେ। ତାଙ୍କର ତ ଯୋଉ ମୃତ୍ୟୁ, ଆମର ତ ସେଇ ମୃତ୍ୟୁ। ତାହେଲେ ଆମର ତାକୁ ଆମେ ତ ଉପାସନା କରିକି ଲାଭ କଣ? ନା, ତାଙ୍କର ଯୋଉ ମୃତ୍ୟୁ ଆମର ସେଇ ମୃତ୍ୟୁ ସତ୍ୟ, ମୃତ୍ୟୁ ସତ୍ୟ, କିନ୍ତୁ ତାର ପ୍ରକାର ଭେଦ ଅଛି। କଣ ପ୍ରକାର ଭେଦ? ନା ସେ କହିଲେ ଜଗତଟା ହଉଛି 3 ପ୍ରକାର। 3 ପ୍ରକାର ଜଗତ। ଗୋଟେ ହେଲା କର୍ମମୟ, ଗୋଟେ ହେଲା ଜ୍ଞାନମୟ, ଆଉ ଗୋଟେ ହେଲା ଭାବମୟ। ଜଗତ ହେଲା 3 ପ୍ରକାର।
कर्ममय ज्ञानमय आला भावमय से कहले जो कर्ममय और ज्ञानमय जगत एटा होची सप्त लोक भितर सप्त लोक भितर कर्ममय और ज्ञानमय जगत सप्त लोक बाद होची भावमय जगत भाव भावमय जगत बा जोटा कहते गुरु लोक भावमय जगत अतीन्द्रिय जगत जहाँ कहुच्छी से अतीन्द्रिय जगत को जीव जीवन नहीं सी कहते एक आम कहूने ठाकुर कहते मु नित्य लोकर नित्य पुरुष मु नित्य लोकर नित्य पुरुष तमें मोर नित्य पार्षद लीला फल तुमको जगह को माने केते गुण कथा सी कहीदे कहले मु नित्य लोकर नित्य पुरुष ये विश्वास प्रथम आम आसला कि सी नित्य लोकर नित्य पुरुष आम सहचर नित्य सहचर आज दिन पाइबू सबुदिन ताने जिते बड़े प्रभु रामचंद्र अवतारण कले पूर्व ओह्ल पड़ते किए सहचर नित्य सहचर ओह्ल पड़ते कहीं प्रभुंर सेवा पथ परिष्कार करने राष्ट्रपति प्रोग्राम जी देख जो दिन जी से दिन एसपीजी फोर्स आसवे मसे आगे एसपीजी कमांडर खाली लेफ्टिनेंट होते पथ सुगम करने रास्ता जो टे खाल भी थो माटी बहर पकई परिष्कार कर तेणु सी जो आसिले जगत पूर्व लीला सहचर मान ओह्ल पड़ते लीला सहायता लीला सहायता लीलाटा जन को लेकिन हुए लीलाटा जन को लीलाटा अदित्य नुहे दैत्य दैत्य ना लीला हो पार अदित्य ब्रह्म एक ब्रह्म सत्य जगत मिथ्या शंकर को मत यह सत्य किंतु लीला छल ब्रह्म बल एक किंतु जगत ब्रह्म हुए तेणु लीला छल जगत ब्रह्म सप्तलोक भितर ये जगत गति कर सप्तलोक पर भावमय जगत तेणु आम जो नित्य लोक आसे वैष्णव दर्शन कहला राधा कृष्ण नित्य लोक ही नित्य लोक से अटके पति भाई प्रश्न कले भाई की भाई राधा कृष्ण तो नित्य लोकर नित्य पुरुष पुणी ठाकुर कहले नित्य लोकर नित्य पुरुष से कन्फ्यूज से निजे कन्फ्यूज पड़गले निजे नित्य लोकर जो नित्य पुरुष श्रीकृष्ण नित्य लोकर नित्य पुरुष राधा कृष्ण नित्य लोकर अधिष्ठात्री राधा राधा न चाहिए किसी कर स्वयं श्रीकृष्ण राधा को इच्छा अनुसार दर्शन दान करेंगे नित्य लोकर कि भाव किंतु ठाकुर जो नित्य लोकर नित्य पुरुष कथा कहे से मुझे कहूँ ना सगुण आ निर्गुण संधिस्थल सगुण निर्गुण संधिस्थल सगुण ब्रह्म गले निर्गुण ब्रह्म खसिली ये जो कथा सी कहते से कहले कौन ना ये जो कर्म ज्ञान आ भाव कर्म ज्ञान आ भाव ये जगत कर्म न कले गुण आसो पुणी गुण ख्या न कले पुणी कर्म आसिकी पहुंची से कहले कौन से कहले एक दिगे कर निष्काम कर्म अपर दिगरे कर ध्यान अवलंबन कहले मंडली मंडली अपर दिगे कर निष्काम कर्म निष्काम कर्म से निष्काम कर्म कौन आम समस्त कर्म करिया पुणी कर्म मध्य निष्काम कर्म अर्थात जो कर्मर गुण बा फल आमको लगी फल लगे पुणी रहा पुणी तुम कर्म घोषो केमी ना भाई तार सर्ट फर्मुला कहीदे कौ फर्मुला कहला तमें जो कर्म करुछ जो काम करुछ तार खाली भावनार परिवर्तन तार परिवर्तन तार भावनार परिवर्तन तुमको के घर छाड़ी दिए कहूना कि बिल चाष करने मना करूना कर संसार कर तुम करने पड़ो ये नकला तुमको सब अकर्मा कहीं विदा कर ये करने पड़ो केमी कर संसार मोर
ଏଇଟା ଭଗବାନଙ୍କର ଠାକୁରଙ୍କର ଠାକୁର ମତେ ସଂସାରଟା ଦେଇଛନ୍ତି ତେଣୁ ସ୍ତ୍ରୀ ମତେ ଦେଇଛନ୍ତି କିଏ ଠାକୁର ମୁଁ ସେଠି ପତିଧର୍ମ ପାଳନ କରିବି ପୁତ୍ର କନ୍ୟା ମତେ ଦେଇଛନ୍ତି ଠାକୁର ଏ ଠାକୁରଙ୍କ ସନ୍ତାନ ହିସାବରେ ମୁଁ ତାକୁ ପାଳନ କରିବି ଯାହା ରୋଜଗାର କରିବି ଏଇଟା ଠାକୁରଙ୍କର ଏ ଘର ଦ୍ୱାରା ଠାକୁରଙ୍କର ଯେତେବେଳେ ଏଇ ପ୍ରକାର ଭାବନାର ପରିବର୍ତ୍ତନ ହେଇଥିବ ସେଥିରେ କର୍ମର ଫଳଟା ତମ ଘରେ ଲଭ୍ୟ ହବ এটা তার সিম্পল ফর্মুলা কিন্তু সেটা হচ্ছে এই যে সহজ ভাবটা সহজরে সহজ রূপ এতে সহজ কারণ এই যে ভাব রোগরে আমি পড়িছি কোন রোগরে বারম্বার করে ভাব রোগ বিকার বিনাশ করে এই যে ভাব রোগরে আমি পড়িছে সে ভাব রোগর উদ্ধার পাইয়া পাই ভাব রোগর উদ্ধার কোন কেমন পাইবা সে পাইলে খবরକୁ ଉଦ୍ଧାର ପାଇବାକୁ ହେଲେ ଗୋଟେ ଛୁଆଟା ଯେତେବେଳେ କାନ୍ଦୁଛି ମା ତା କାନ୍ଦଟା କେମିତି ବନ୍ଦ କରୁଛି ଛୁଆଟା ନାଇଁ ଏବେ ଆମର ଚକୋଲେଟ ଯୁଗ ଆସିଲା ଯେତେବେଳେ ଛୁଆଟା କାନ୍ଦୁଛି ମା ସେତେବେଳେ ଖେଳନାଟେ ଧରେଇଲା ଖେଳନା ଯେତେବେଳେ ଖେଳନାଟା ଛୁଆ ଧଇଲା ତାର କାନ୍ଦ ଚାଲିଗଲା କିଛି ସମୟ ପରେ ସେ ଖେଳନାଟାକୁ ତା ହାତକୁ ଯିଏ ଛଡ଼େଇ ଦେଲା ସେ ଭୋଗ ହେଇକି କାନ୍ଦିବ ଆହୁରି ଭୋଗ ହେଇଯିବ বা খেলনাটা যদি ভাঙিগলা আହୁରି ভোগ হয়ে কান্দিব সেই সময় মা আসব তাকে কোলକୁ ভিড়েই তাকে কাখেই পকেইলে পিলার কান্দ ঠিক ଏ ସଂସାର ରୂପୀ ଖେଳନାକୁ ଭାଙ୍ଗିଦେବା କଥା କହୁନି ଫିଙ୍ଗି ଦେଇକି ତମେ ଯେତେବେଳେ ମହାପଣକୁ ପଳେଇବ ସେତେବେଳେ ଠାକୁର କହିଲେ ମୁଁ ଜଗତଜନନୀ କହିଲି କିନ୍ତୁ ଜଗତଜନନୀକୁ କୋଳ ଧରି ପୁଣ୍ୟ କରି ବସୁଛି ଜଗତଜନନୀକୁ କୋଳ ଧରିକି ତେଣୁ ଏ ସଂସାରଟା ହଉଛି ଭବର ମୁଁ ଆଉ ମୋର ଭାବ ମୁଁ ଆଉ ଭବର ଗୋଟା ପଡ଼ିଥିବା ମୁଁ ଆଉ ମୋର ଭାବ ଯାହା କରୁଛି ମୁଁ ନହେଲେ ଏସବୁ ଯାହା ହଉଛି ମୋର କହିଲେ ସପ୍ତ ଶୁଦ୍ଧି ହେଲେ ସାଧକଙ୍କର ଅତୀନ୍ଦ୍ରିୟ ଜଗତ ପ୍ରତି ଶ୍ରଦ୍ଧା ବିଶ୍ୱାସ ଓ ମହାପୁରୁଷଙ୍କ ବାକ୍ୟରେ ଦୃଢ଼ ଆସ୍ଥା ଜାତ ହୁଏ କିନ୍ତୁ ରଜ ଓ ତମଗୁଣାତ୍ମିକ ବ୍ୟକ୍ତିମାନେ ଅହଙ୍କାରର ବଶବର୍ତ୍ତୀ ହୋଇ ଉପାସନା ପ୍ରତି ମନୋନିବେଶ କରନ୍ତି ନାହିଁ କୋଉ ବ୍ୟକ୍ତିମାନେ ରଜ ଆଉ ତମ ତେଣୁ ଆମକୁ ଆଉ କହିବାକୁ ପଡିବନି ଆମେ ନିଜେ ନିଜେ ତା ଭିତରେ ଜାଣିଦେବେନି ଆମେ କଣ ଜ୍ଞାନ ରଜସ ଲୋଭ ପ୍ରମାଦ ମୋହତମସ ଭବତେ ଅଜ୍ଞାନ ବୁଝିଲେ ସେ କହିଦେଇଛନ୍ତି ସହମତି ପଦ ଆମର ଶ୍ଲୋକରେ ପାଇଯାଏ ତେଣୁ ଆମେ ଆମର ଭାବନା ଏବେ ଆମେ ଜାଣିପାରୁଥିବା ଯେ ଆମେ କାହିଁକି ଉପାସନା କରିପାରୁ ନାହିଁ ଅର୍ଥାତ୍ ଆମେ ରଜ ଆଉ ତମଗୁଣ ସମ୍ବନ୍ଧିତ ହେଇକି ରହିବା ରଜ ଓ ତମଗୁଣର ପ୍ରାବଲ୍ୟ ହେତୁ ସଂସାରମୁଖୀ ଅହଙ୍ଗ ଅଭିମାନ ବଶରୁ କାମ କ୍ରୋଧ ଓ ଲୋଭର ଉତ୍ପତ୍ତି ହୋଇଥାଏ ସେ କହିଲେ ନା ରଜ ଆଉ ତମଗୁଣର ପ୍ରାବଲ୍ୟ ହେତୁ ରଜ ଆଉ ତମଗୁଣୀ ବଢିଗଲେ କହିଲେ ସତ୍ୱଗୁଣୀ ବିଶ୍ୱାସୀ ରଜଗୁଣୀ ସନ୍ଦେହୀ ତମଗୁଣୀ ଅବିଶ୍ୱାସ କହିଲେ ରଜ ଆଉ ତମଗୁଣର ପ୍ରାବଲ୍ୟ ହେତୁ ସଂସାରମୁଖୀ ଅହଙ୍ଗ ଅଭିମାନ ବଶରୁ କାମ କ୍ରୋଧ ଓ ଲୋଭର ଉତ୍ପତ୍ତି ହୋଇଥାଏ କଣ କାମ କ୍ରୋଧ ଆଉ ଲୋଭ এই তিনটা আগে হচ্ছেন গোটে গোটে ভয়ঙ্কর মারণাস্ত্র ভয়ঙ্কর মারণাস্ত্র মানে পরমাণু আହୁରି ভয়ঙ্কর কাম ক্রোধ ଆଉ লোভ କିଏ କଣ କରିବ ନା এই ତିନିଟା ଜିନିଷକୁ ନଷ୍ଟ କରିଦେବ ବୁଝିଲେ କ୍ରୋଧ କୋଉଟାକୁ ନଷ୍ଟ କରିବ କ୍ରୋଧ ତଳେ ଜ୍ଞାନାଗ୍ନି ସର୍ବକର୍ମାଣୀ ଆଜ୍ଞା କମଳି ଜ୍ଞାନାଗ୍ନି ତାହେଲେ ଜ୍ଞାନ ଦ୍ୱାରା ତମ ଜଗତକୁ ଯିଏ ଜାଣିଦବ କିନ୍ତୁ ଜ୍ଞାନର ଗୋଟେ ବାପା ଅଛି ଯିଏ ଜ୍ଞାନକୁ ଦାବିଦବ ତାହେଲେ ଜ୍ଞାନ ଦ୍ୱାରା ତମ ଜଗତକୁ ଜାଣିଦବ ନିଜର ସ୍ୱରୂପ ଜାଣିବ ଅହଂ ବ୍ରହ୍ମସ୍ମି ଏକଥା ମଧ୍ୟ ତମେ ଜାଣିବ କିନ୍ତୁ ଜ୍ଞାନକୁ ଯିଏ ଦାବି ଦେଇପାରିବ ଜ୍ଞାନ ଉପରେ ଯିଏ ରାଜା ସେ କିଏ ନା କ୍ରୋଧ ତମ ସବୁତକ ଜ୍ଞାନକୁ ବୁଡେଇକି ଖାଇଦବ କିଏ କ୍ରୋଧ ତମେ ଯେତେବେଳେ ଜ୍ଞାନୀ ହେଇଥାଏ ଯଦି କ୍ରୋଧରେ ଜର୍ଜରିତ ହେଇଗଲ ସବୁ ଭୁଲିଗଲ
ଆଉ ତମର କିଛି ମନେ ପଡିବ ନାହିଁ। ତାହେଲେ ମଣିଷର 6ଟା ଆଉତ ପଡିବ। ସେ କହିଲେ କାମ କ୍ରୋଧ ଆଉ ଲୋଭର ଉତ୍ପତ୍ତି ହୋଇଥାଏ। ଏ ତିନିଟା ତମର ତିନିଟା ଦୈବକୁ ନଷ୍ଟ କରିବ। କ୍ରୋଧ ନଷ୍ଟ କରିବ କାହାକୁ? ଜ୍ଞାନକୁ। ଲୋଭ ନଷ୍ଟ କରିବ କାହାକୁ? ଭକ୍ତି। କାମ ନଷ୍ଟ କରିବ କାହାକୁ? ଏ ତିନିଟା ଖାଇଥାଏ। କହିଲେ କାମ କ୍ରୋଧ ଓ ଲୋଭର ଉତ୍ପତ୍ତି ହୋଇଥାଏ। କାମ ନଷ୍ଟ କରିବ କର୍ମକୁ, ଲୋଭ ନଷ୍ଟ କରିବ ଭକ୍ତି, ଆଉ କ୍ରୋଧ ନଷ୍ଟ କରିବ ଜ୍ଞାନ। ଏ ତିନିଟା ହଉଛି ରାଜି ଦେବ। ଏ ତିନିଟା ହଉଛି ଦୈବ ଗୁଣ, ସତ୍ୟ ଗୁଣ। ସତ୍ୟ ଗୁଣ ତିନିଟା ନେଇ ଭକ୍ତି, ଜ୍ଞାନ ଆଉ କର୍ମ, ସତ୍କର୍ମ ଯୋଉଟାକୁ ଆମେ କହୁଛନ୍ତି। ଏ ତିନିଟା ସତ୍ୟ ଗୁଣକୁ ଦାବି ଦେବ କାମ କ୍ରୋଧ ଆଉ ଲୋଭ। କାମ କ୍ରୋଧ ଲୋଭର ବଶୀଭୂତ ମାନବଙ୍କର ଅନ୍ତରରେ ପରସ୍ପର ହିଂସା, ଦ୍ୱେଷ, ଈର୍ଷାଦି, କଳହ ଓ ଯୁଦ୍ଧ ବିଗ୍ରହ ଲାଗି ରହିଛି। এই তিনিটা গুণ যে ধরিকি বুলুছি, কাম ক্ରୋଧ ଆଉ ଲୋଭ, ତା ଭିତରେ କଣ ହଉଥିବ? ହିଂସା, ଦ୍ୱେଷ, ଈର୍ଷା, କଳହ, ଯୁଦ୍ଧ ବିଗ୍ରହ। ଉପରୋକ୍ତ ଭାବାପନ୍ନ ଲୋକଙ୍କ ମନରେ କେବେ ହେଲେ ସ୍ଥିରତା ରହେ ନାହିଁ। ତେଣୁ ଶାନ୍ତି ତିରୋହିତ ହୋଇଯାଏ। ଫଳରେ ଚିତ୍ତ ରଜତମ ଗୁଣ ଦ୍ୱାରା ଅଭିଭୂତ ହେବାରୁ ଭଗବତ ବିଶ୍ୱାସ ହ୍ରାସ ପାଏ। ଭଗବତ ବିଶ୍ୱାସ ହ୍ରାସ ପାଏ ଏବଂ ଶ୍ରୀ ଗୁରୁଦେବଙ୍କ ବାକ୍ୟ ପ୍ରତି ବିଶ୍ୱାସ ନ ହେବା ଫଳରେ ଭଗବତ ଉପାସନା ପ୍ରତି ମନ ଆକୃଷ୍ଟ ହୋଇପାରେ ନାହିଁ। ଭଗବତ ଉପାସନା ପ୍ରତି ମନ ଆକୃଷ୍ଟ ହବ ନାହିଁ। ଧୀରେ ଧୀରେ ହଁ ଯିବା ତ ଯିବା ତ ହଁ ମୁଁ ନଗଲେ ଚଳିବ। ହଁ ପତି ଅଛନ୍ତି ଚଳେଇଦେବେ। କିଏ ଅଛନ୍ତି? ପତି ଅଛନ୍ତି ଭଗବତ ଉପାସନା ପ୍ରତି ମନ ଆକୃଷ୍ଟ ହୋଇପାରେ। ଏମାନଙ୍କ ମଧ୍ୟ ଅନେକ ଭଗବତ ଉପାସନା କଲେ ମଧ୍ୟ ତାଙ୍କ ନିକଟରେ ଭୋଗ ବିଷୟକୁ ପ୍ରାର୍ଥନା କରିଥାଏ। ଯୋଉମାନେ ରଜ ଆଉ ତମଗୁଣରେ ପରିପୂର୍ଣ୍ଣ, ସେ ଭଗବାନଙ୍କ ନିକଟରେ କଣ ପ୍ରାର୍ଥନା କରିବେ? ନା ସାଂସାରିକ ଭୋଗ ବିଷୟ ଏହାକୁ ପ୍ରାର୍ଥନା କରିବେ। ଫଳରେ ତାହା ଭଗବତ ଉପାସନା ନ ହୋଇ ଜଳର ଉପାସନାରେ ପରିଣତ ହୁଏ। ଯେତେବେଳେ ତାକୁ କଲ ତମେ ଜଳର ଉପାସନା କର। ଜଳର ଉପାସନା ଜଳ ଦେହର ସୁଖ ଓ ସ୍ୱାଚ୍ଛନ୍ଦ୍ୟ ନେଇ ବ୍ୟସ୍ତ ରହିବା ହେତୁ ଅନ୍ୟମାନଙ୍କୁ ଦୁଃଖ ଦେଇ ସେମାନେ ନିଜର ସୁଖ ଲାଭକୁ ବଡ଼ କରି ଦେଖନ୍ତି ଏବଂ ନିଜ ସୁଖ ଲାଭକୁ ବଡ଼ କରିବାକୁ ଯାଇ ଅନ୍ୟର କ୍ଷତି କରିବାରେ ଟିକିଏ ହେଲେ ପଚାଶପଟ ହୁଅନ୍ତି ନାହିଁ। ପାର୍ଥିବ ବାସନା ପୂରଣ ନହେଲେ ସେମାନେ ଭଗବାନଙ୍କ ଅସ୍ତିତ୍ୱରେ ଏବଂ ତାଙ୍କ ମହିମାରେ ସନ୍ଦେହ ପ୍ରକାଶ କରି ଅନ୍ୟମାନଙ୍କ ନିକଟରେ ଉପାସନାର ପ୍ରତିକୂଳ ମନ୍ତବ୍ୟ ଦିଅନ୍ତି। କଣ ଦେବେ? ମୁଁ ଏତେ ଦିନ ହେଲା ଠାକୁରଙ୍କ ପାଖକୁ ଯାଇଥିଲି, ମୋର କଣ ହେଲା କହିଲା? ତାର ପାର୍ଥିବ କିଛି ପୂରଣ ହେଲା? ତାର ଯୋଉ ପାର୍ଥିବ କିଛି ପୂରଣ ହେଲାନି କାମନା ବାସନା, ସେ ଲାଷ୍ଟ ଉତ୍ତର କଣ ଦବ? ହଉ ଏତେ ଦିନ ହେଲା ଗରିବ କାହିଁ, ମୋର ଚାକିରି ହେଲା ନା, ମୋ କଣ ପୁଅର ଚାକିରି ହେଲା ନା, ଝିଅର ଚାକିରି ହେଲା ନା, ଘର ଖଣ୍ଡେ କରିପାରିଲି, କିଛି କରିପାରିବି ନା। ପାର୍ଥିବ ବାସନା ପୂରଣ ନହେଲେ ସେମାନେ ଭଗବାନଙ୍କ ଅସ୍ତିତ୍ୱରେ ଏବଂ ତାଙ୍କ ମହିମାରେ ସନ୍ଦେହ ପ୍ରକାଶ କରି ଅନ୍ୟମାନଙ୍କ ନିକଟରେ ଉପାସନାର ପ୍ରତିକୂଳ ମନ୍ତବ୍ୟ ଦିଅନ୍ତି। ଉପାସନାର କଣ? ପ୍ରତିକୂଳ ମନ୍ତବ୍ୟ। ଏବଂ ତା ଫଳରେ ସାଧାରଣ ବ୍ୟକ୍ତିଙ୍କର ମଧ୍ୟ ଭଗବତ ଉପାସନାରେ ପ୍ରକୃତି ଜାତ ହୋଇପାରେ ନାହିଁ। ସେ ତ ନିଜେ କରିବେନି ପୁଣି ଆଉ ଯାହାକୁ ଦେଖେ ତାকে କିଛି ଲାଭ ନାହିଁ, କିଛି ଲାଭ ନାହିଁ। ଖାଲି କୀର୍ତ୍ତନ କରିବେ, ଖାଲି ପିଲା ଆସିଲେ ସେ ଖାଲି ଦେଖରେ ତାଙ୍କର ସେ କଣ ହଉଛନ୍ତି ଯାଉଥିଲେ। ଏପରି ବ୍ୟକ୍ତି ଅଛନ୍ତି ଯେଉଁମାନେ ବିଦ୍ୟା ବୁଦ୍ଧିରେ ବିଚକ୍ଷଣ, ଧର୍ମପ୍ରାଣ, ଚରିତ୍ର ବଳରେ ସମସ୍ତଙ୍କର ପୂଜନୀୟ,
ସେମାନେ ଭଗବାନଙ୍କର ଅସ୍ତିତ୍ୱ ସ୍ୱୀକାର କରନ୍ତି। ତାକୁ କହନ୍ତି ଧର୍ମାନୁଶୀଳନ। ସେଟା ଧର୍ମାନୁଶୀଳନ କଣ କହିଲେ? ଧର୍ମାନୁଶୀଳନ କଣ? ଧର୍ମାନୁଶୀଳନ ଯୋଉ କରିବା, ଧର୍ମକୁ ଅନୁସରଣ କରିବା, ସେଇଟା କଣ? ଧର୍ମକୁ ଅନୁସରଣ କରିବା ତ ସହଜ କଥା ନୁହେଁ। ହେଲେ ଧର୍ମ କହିଲେ କଣ? ପୁଣି ଧର୍ମକୁ ଅନୁସରଣ କରିବା କଣ? ଧର୍ମ କଣ? ପୁଣି ଧର୍ମକୁ ଅନୁସରଣ କରିବା କଣ? ସେ କହୁଛନ୍ତି ଏପରି ବ୍ୟକ୍ତି ଅଛନ୍ତି ଯୋଉମାନେ ବିଦ୍ୟା ବୁଦ୍ଧିରେ ବିଚକ୍ଷଣ, ଧର୍ମ ପ୍ରାଣ, ଚରିତ୍ର ବଳରେ ସମସ୍ତଙ୍କର ପୂଜନୀୟ, ସେମାନେ ଭଗବାନଙ୍କ ଅସ୍ତିତ୍ୱରେ ସ୍ୱୀକାର କରନ୍ତି କିନ୍ତୁ ନିୟମିତ ଭାବରେ ଉପାସନା କରନ୍ତି ନାହିଁ। ସବୁ ଅଛି କିନ୍ତୁ ନିୟମିତ ଭାବରେ ଉପାସନା କରନ୍ତି। ମାନେ ସମାଜରେ ସେମାନେ ଭଲ ମଣିଷ, ସମାଜରେ ସେମାନେ ଭଲ ମଣିଷ, ଗୁଡ୍ ପର୍ସନାଲିଟି। ମାନେ ଯେତେ ଆପଣ ଦେଖିଲେ ଶିକ୍ଷକ ମାନେ ସବୁ, ଆପଣ ଦେଖିଲେ ସ୍କୁଲ ମାନଙ୍କର ଯୋଉ ଶିକ୍ଷକ ମାନେ ସବୁ ଅଛନ୍ତି ତାଙ୍କର ଚାରିତ୍ରିକ, ସାମାଜିକ ସବୁଥିରେ ସେମାନେ ଉନ୍ନତ। ଚାରିତ୍ରିକ ବଳ ଉନ୍ନତ ଥିବ, ସାମାଜିକ ବଳ ଉନ୍ନତ ଥିବ, ବିଚକ୍ଷଣ ବୁଦ୍ଧି ସମ୍ପନ୍ନ, ଧର୍ମପ୍ରାଣ, ଗାଁରେ ଯଦି ଅଷ୍ଟପତି ଫଷ୍ଟପତି ହେବ ଲୋକମାନଙ୍କୁ ଡାକିକି ବା ଯୋଉ ଗେଟ୍ ଟୁଗେଦର କରିକି ସବୁ କଥା କରିବେ କିନ୍ତୁ ଉପାସନା ନାହିଁ। ବ୍ୟକ୍ତିଗତ ଉପାସନା କିଛି ଅର୍ଥାତ୍ ସେ ନିୟମିତ ଭାବରେ ଉପାସନା କରନ୍ତି ନାହିଁ। ଏହାର କାରଣ ହେଉଛି ସେମାନଙ୍କର ସୁନ୍ଦର ସାତ୍ବିକ ଭାବ ତମ ଗୁଣ ଦ୍ୱାରା ମଳିନ ଥିବାରୁ ଆଳସ୍ୟବଶତଃ କିମ୍ବା ଅଜ୍ଞାନତା ହେତୁ ଅଥବା ସଂସର୍ଗ ଦୋଷରୁ ସେମାନେ ଉପାସନା ରୂପ ସ୍ୱଧର୍ମ ପ୍ରତିପାଳନରେ ତତ୍ପର ହୁଅନ୍ତି ନାହିଁ। ତିନିଟା କାରଣ ସେ କହିଥିଲେ। ଏକରେ ହେଲା ଆଳସ୍ୟ, ଏକରେ ହେଲା ଆଳସ୍ୟ, ଦୁଇରେ ହେଲା ଅଜ୍ଞାନତା, ତିନିରେ ହେଲା ସଂସର୍ଗ ଦୋଷ। ସେମାନେ କ୍ରମେ ରାଜସିକ ଭାବ ପ୍ରବଳ ହୋଇ ଉଠେ ଏବଂ ପ୍ରଥମେ ଯେଉଁ ସାତ୍ବିକ ଭାବ ଅଳ୍ପ ମାତ୍ରାରେ ଥିଲା ତାହା ମଧ୍ୟ ତିରୋହିତ ହୋଇଯାଏ। ଉପରୋକ୍ତ କାରଣ ହେତୁ ବହୁ ବିଦ୍ୱାନ, ଚରିତ୍ରବାନ, ଅତିଶୟ ଧର୍ମପରାୟଣ, ବହୁ ଜନମାନ୍ୟ, ନେତୃସ୍ଥାନୀୟ ରାଜପୁରୁଷ ଯେଉଁମାନେ କି ବୈଷୟିକ ଏବଂ ସାମାଜିକ ଜୀବନରେ ବିଶେଷ କର୍ମଦକ୍ଷ, ସେମାନେ ମଧ୍ୟ ସ୍ୱଧର୍ମ ପ୍ରତିପାଳନ ଅର୍ଥାତ୍ ଉପାସନା କରିବାକୁ ସମୟ ଅଭାବ ବୋଲି ଦ୍ୱାୟୀ ଦିଅନ୍ତି। ସମୟ ବୁଝିଲେ ତ? ଉପାସନା କରିବାକୁ ତାଙ୍କ ପାଖରେ ସମୟ ନାହିଁ। ସେମାନେ ସାତ୍ବିକ ଭାବ ପ୍ରବଳ, ସେମାନଙ୍କ ସାତ୍ବିକ ଭାବ ପ୍ରବଳ ରାଜସିକ ଭାବ ଦ୍ୱାରା ଆଚ୍ଛନ୍ନ ହୋଇଯାଏ। ଏହାର ଫଳ ଏତିକି ହୁଏ ଯେ ପ୍ରବଳ ତମଗୁଣାଚ୍ଛନ୍ନ ଅଜ୍ଞାନାନ୍ଧ ମାନବଗଣ ନିଜଠାରୁ ଶ୍ରେଷ୍ଠ ଗୁଣସମ୍ପନ୍ନ ବ୍ୟକ୍ତିମାନଙ୍କ ଆଚରଣରେ ଅନ୍ଧ ଅନୁକରଣ କରି ଭଗବତ ବିଶ୍ୱାସ ଥିଲେ ମଧ୍ୟ ନିୟମିତ ଉପାସନାରୁ ବିରତ ହୋଇଥାନ୍ତି। ନିୟମିତ ଉପାସନାରୁ କଣ ହେଇଥାନ୍ତି? ବିରତ ହୋଇଥାନ୍ତି। କାରଣ ସେମାନେ ଯାହାଙ୍କୁ ଶ୍ରେଷ୍ଠ ବୋଲି ଧାରଣା କରନ୍ତି ତାଙ୍କର ରୀତିନୀତିକୁ ଅନୁକରଣ କରନ୍ତି। ସମ୍ମାନିତ ବ୍ୟକ୍ତିମାନେ ଉପାସନାରୁ ବିରତ ହେବା ଦେଖି ତାଙ୍କୁ ଅନୁକରଣ କରି ତାଙ୍କର ସ୍ତ୍ରୀ, ପୁତ୍ର, କନ୍ୟା ଓ ଜ୍ଞାତିକୁଣ୍ଡକ ପ୍ରଭୃତି ଅନ୍ୟାନ୍ୟ ସାମାଜିକ ବ୍ୟକ୍ତିମାନେ ଉପାସନାରୁ ବିରତ ହୋଇ ପଥଭ୍ରଷ୍ଟ ହୁଅନ୍ତି। ବୁଝିଲେ ତ? ତମେ ଯଦି ଦିଓଳି କୋଉଟା କହିଦେବି କୋଉଟା ଭାବିଲୁ ଯଦି ଆମେ ଉପାସନାରୁ ବିରତ ରହିବା ସେଟା କୁହାଯାଏ ଆଜ୍ଞା ମହାଜନସ୍ୟ ପନ୍ଥା। ଆମେ ଯଦି ଉପାସନାରୁ ବିରତ ରହିବା ତାହେଲେ ଆମ ପିଲାମାନେ କଣ କରିବେ? ବାବା ତ ଉଠୁନାହାନ୍ତି, ମା ତ ଉଠୁନି, ସେମାନେ ତ ନିୟମିତ କରୁ ଫଳରେ ସମାଜରେ କ୍ରମେ ସଦ୍ବୃତ୍ତିର ଅନୁସରଣ, ଭଗବତ ଭକ୍ତି ଓ ଉପାସନାର ଅଭାବ ବୃଦ୍ଧି ପାଇ ଦେଶ, ଜାତି ଏବଂ ବ୍ୟକ୍ତିର ବହୁ ଅକଲ୍ୟାଣ ସାଧିତ ହୁଏ। ଚିତ୍ତଶୁଦ୍ଧି ନିମିତ୍ତ ଯେ ଭଗବତ ଉପାସନା
ବନ୍ଦନା ଓ ସଦାଚାର ପ୍ରତିପାଳନ ଏକାନ୍ତ ଆବଶ୍ୟକ। କହିଲେ ଚିତ୍ତଶୁଦ୍ଧି ନିମିତ୍ତ ଯିଏ ଭଗବତ ଉପାସନା, ବନ୍ଦନା ଓ ସଦାଚାର ପ୍ରତିପାଳନ। କହିଲେ ଗୋଟେ ହଉଛି ସଦାଚାରରେ ଶ୍ରେଷ୍ଠ ହଉଛନ୍ତି ହିନ୍ଦୁମାନେ, ନିଷ୍ଠାରେ ଶ୍ରେଷ୍ଠ ହଉଛନ୍ତି ମୁସଲମାନ ମାନେ, ପ୍ରେମରେ ଶ୍ରେଷ୍ଠ ହଉଛନ୍ତି ଖ୍ରୀଷ୍ଟିଆନ ମାନେ। ଇଏ ତିନିଟା ଆଗରେ ଯିଏ ଶ୍ରେଷ୍ଠ ସିଏ ହଉଛନ୍ତି ଶୁଦ୍ଧ ସତ୍ୱଗୁଣର ଆଧାର। ଶୁଦ୍ଧ ସତ୍ୱଗୁଣର ଆଧାର ମାନେ ନିଷ୍ଠା ଥିବ, ପୁଣି ପ୍ରେମ ଥିବ ବା ଭକ୍ତି ଭାବନା ଥିବ, ଆଉ ଗୋଟେ କଣ କହିଲି ସଦାଚାର ଥିବ। ସଦାଚାର ପ୍ରତିପାଳନ କରୁଛନ୍ତି। ସମାଜ କ୍ରମେ ଧ୍ୱଂସ ମୁଖରେ ପତିତ ହୋଇ ବିବିଧ ଅଶାନ୍ତି ଭୋଗ କରିବାକୁ ବାଧ୍ୟ ହୁଏ। ଅଧିକାଂଶ ମନେ କରନ୍ତି ଯେ ନାରାୟଣ ଜ୍ଞାନରେ ଜୀବ ସେବା କରିପାରିଲେ ଆଉ ପୃଥକ ଭାବରେ ଭଗବତ ଉପାସନା କରିବା ଆବଶ୍ୟକ ନାହିଁ। କହିଲେ ନାରାୟଣ ଭାବରେ କୋଉ ସେବା କଣ କହିଲେ? ନାରାୟଣ ଭାବରେ ଜୀବ ସେବାଟାକୁ କଣ ବୁଝୁଛନ୍ତି? ଏମାନେ ସାଧାରଣ ଲୋକ ନାରାୟଣ ଜ୍ଞାନରେ ଜୀବ ସେବାଟାକୁ କଣ ବୁଝୁଛନ୍ତି? କହିଲେ ତାଙ୍କୁ ଦିଓଳି ଖାଇବାକୁ ଦବା, କମ୍ବଳ ଦିଟା ଦବା, ଶୀତ ଦିନେ କମ୍ବଳ ଦବା, ବୁଝିଲେ କି ନାହିଁ? ଆଉ ମାନେ ଅନ୍ୟାନ୍ୟ ପ୍ରୋଗ୍ରାମ କରି ତାକୁ ଡକେଇକି ଖାଇବା ପିଇବାକୁ ଦେବା, ପଇସା ପତ୍ର ଦବା, ଏଇଟା ହଉଛି ନାରାୟଣ ଜ୍ଞାନରେ ଜୀବ ସେବା। ନହେଲେ ଆମର ଯୋଉ ସରକାର କଲେ 5 ଟଙ୍କାରେ ଆମେ ଯୋଗେଇଦେବା, ଇଏ ହେଲା ନାରାୟଣ ଜ୍ଞାନରେ ଜୀବ ସେବା। ସିଏ ଗୋଟେ ପ୍ରକାର ସେବା, ଦୈହିକ ସେବା। ଦୈହିକ ସେବା ସେ କହିଲେ ଏପରି ଧାରଣା ଭ୍ରମାତ୍ମକ। ସାଧକ ଯାହା କିଛି ଅନୁଭବ କରନ୍ତି ତାହା ସମସ୍ତ ତାଙ୍କ ପାଇଁ, ସାଧକ ଯାହା କିଛି ଅନୁଭବ କରନ୍ତି ତାହା ସମସ୍ତ ତାଙ୍କ ନିଜ ବୁଦ୍ଧିରେ ହିଁ ଅନୁଭବ କରିଥାନ୍ତି। ଅନ୍ତର ମଧ୍ୟରେ ଭଗବାନଙ୍କୁ ପ୍ରତ୍ୟକ୍ଷ କରି ନ ପାରିଲେ ପ୍ରତି ଜୀବ ଦେହରେ ଯେ ଭଗବାନ ଅଛନ୍ତି ଏହି ଧାରଣା ଦୃଢ଼ ହୋଇପାରେ ନାହିଁ। ତାହେଲେ ସେ ମାନବ ଜନ୍ମଟା ପୁରା ବୃଥା ହେଇଗଲା, ପୁରା ଟୋଟାଲି ଗୋଟେ ଜନ୍ମ ପୁରା ଆମେ ନଷ୍ଟ କରିଦେଇକି ଆଇଲେ। ଯଦି ଗୋଟିଏ ଜନ୍ମ ଭିତରେ ଯେ ଆମେ ନିଜେ ଉପଲବ୍ଧି କରିପାରିଲେ ନାହିଁ, ବା ଯୋଉଟା କହୁଛନ୍ତି ସ୍ୱରୂପ ଜ୍ଞାନ, କୋଉ ଜ୍ଞାନ? ସ୍ୱରୂପ ବା ସ୍ୱରୂପରେ ପ୍ରତିଷ୍ଠିତ ହେଇପାରିଲେ ନାହିଁ, ତାହେଲେ ଗୋଟେ ଜନ୍ମ ପୁରା ଗଲା, ଗୋଟେ ଜନ୍ମ ପୁରା ଆମେ ବର୍ବାଦ କରିଦେଲେ। ବୁଝିପାରିଲେ? ସେ କହିଲେ ନିଜେ ଯଦି ନିଜର ସେବା ନ କରିପାରିଲ ସେଟା କହନ୍ତି ଆତ୍ମସେବା। ସେ ଆତ୍ମସେବାଟା ସେ ଉପାସନାକୁ ଷ୍ଟାର୍ଟ ହବ। ଯିଏ ଦିଓଳି ଉପାସନା କରିନି ବା ଆତ୍ମସେବା କରିନି ସେ ଠାକୁର ସେବା କିଛି କରିପାରିବନି, ବା ଯଦି ସେ କରୁଛି ତାର ଗୋଡ଼ଟା କୋଡ଼େ ଯେତେ ମାଡ଼େ ସେ। ଆଗେ ପ୍ରଥମେ ନିଜର ସେବା କରିବ, ସେ ନିଜର ସେବା କରିକି ଆତ୍ମଗଠନ କରିବ, ଆତ୍ମଗଠନ କରିକି ଠାକୁରଙ୍କ ସେବା କରିବାକୁ ଆସିବ। ଆତ୍ମଗଠନ ନ କରିକି ସେ ଠାକୁରଙ୍କ ସେବା କରିବ, ଏ କଥାଟା କଲେ ସେ ତ ବିଭ୍ରାଟ କରିବ। ବିଭିନ୍ନ ଜାଗାରେ ବିଭ୍ରାଟ କରିବ, ସେ ଅମକେଇ ଗଲା, ସିଏ ଅମକେଇ ଗଲା, ସିଏ ଅମକେଇ ଗଲା, ତାର ଖାଲି ବିଦ୍ରୋହ ଗୁଡା ଗାପାବ ସମ୍ଭବିତ। ମୁଁ ଯାହା କରୁଛି ଠିକ, ଆପଣ ଦେଖିବେ ଯିଏ କହୁଛି ମୁଁ ଯାହା କରୁଛି ଠିକ, ତା ଭିତରେ ଖାଲି ବିଦ୍ରୋହ ଜାଗ୍ରତ କରୁଛି ସଙ୍ଗରେ। ଆଏ ସେ ପାପନ ଭାଇ ଏଇଆ କଲା, ଆଏ ସେ ସଭାପତି ମାନ ମାରବି, ଆଏ ସେ ସଭାପତି ଘରେ ଶୋଇଲେଣି, ମୁଁ ପରେ ଟିକେ ତା ସଙ୍ଗରେ ଠିକା ନେଇଛି, ଏଗୁଡ଼ା ଯିଏ କରୁଛି ଆପଣ ଜାଣିବେ ସେ ପୁରା ରଜ ଆଉ ତମର ପୁରା ଭର୍ତ୍ତି ହେଇଯାଇଛି। କୋଉଥିରେ ଭର୍ତ୍ତି ହେଇଯାଇଛି? ତା ଭିତରେ ସେ ସେଇ ଗୁଣ ଗୁଡା କ୍ରିୟା କରୁଛି, ତାର କିଛି ଆତ୍ମଗଠନ ଏପର୍ଯ୍ୟନ୍ତ ଟଙ୍କାକର ହେଇନାହିଁ। ସେ କହିଲେ ଯାହା ଯେଉଁମାନେ ନିଜ ଅନ୍ତରରେ ଦେବତାଙ୍କୁ ପ୍ରତ୍ୟକ୍ଷ ନ କରି ବାହିକ ଭାବରେ ଜୀବ ସେବା କରି ନାରାୟଣ ସେବା କରୁଛନ୍ତି ବୋଲି ମନକୁ ପ୍ରବୋଧ ଦିଅନ୍ତି, ତାହା ନାରାୟଣ ସେବା ନୁହେଁ, ଜୀବ ସେବା ମଧ୍ୟରେ ଗଲେ। ପ୍ରଥମେ ନିଜ ଅନ୍ତରରେ ଅନୁଭବ କରିବାକୁ ପଡେ, ପରେ ତାହାର ବିଭୂତି ବାହାର ଫୁଟି ଉଠେ। ଏହା ହିଁ ସାଧନାର ସ୍ୱାଭାବିକ କ୍ରମ ବୋଲି ଜାଣିବେ। ଅନ୍ତର ରାଜ୍ୟରେ ଭଗବତ ଉପଲବ୍ଧି ନିମିତ୍ତ, ଅନ୍ତର ରାଜ୍ୟରେ ଭଗବତ ଉପଲବ୍ଧି ନିମିତ୍ତ ଚିତ୍ତଶୁଦ୍ଧି ଏବଂ ଚିତ୍ତଶୁଦ୍ଧି ନିମିତ୍ତ ସଦାଚାର ପାଳନ। ଆହାର ବିହାରରେ ଚିତ୍ତ ଶୁଚି ଶୁଦ୍ଧ ଭାବ ମଧ୍ୟ ସଦାଚାର ଅନ୍ତର୍ଗତ। ଶୁଦ୍ଧ ଚିତ୍ତରେ
ତାହାର ମହିମା ଫୁଟି ଉଠେ। ଶୁଦ୍ଧ ଚିତ୍ତ ନହେଲେ ଗୁରୁ ମହାପୁରୁଷଙ୍କୁ ବା ମହାପୁରୁଷ କିମ୍ବା ସତ୍ଗୁରୁ ବୋଲି ଧାରଣା ଜାତ ହୁଏ ନାହିଁ। ସ୍ୱୟଂ ଭଗବାନ ଆସିଲେ ସୁଦ୍ଧା ଶୁଦ୍ଧ ଚିତ୍ତ ନଥିଲେ ସାଧକମାନେ ମଧ୍ୟ ତାକୁ ଜାଣିପାରିବେ ନାହିଁ ବା ଚିହ୍ନି ପାରିବେ ନାହିଁ। ସ୍ୱୟଂ ଭଗବାନଙ୍କୁ ମଧ୍ୟ ଚିହ୍ନି ପାରିବେ। ସେଇ ଯେ ବାବା କେବେ ମୋତେ ବାରମ୍ବାର କହିଲେ ଠାକୁରଙ୍କୁ, ଠାକୁର ଯୋଉ ଗଲେ ଗୋଟେ ରାତିରେ ଖାଇଲେନି ସାଧନା, 21 ଦିନ ଖାଲି ଗୋଟେ ପ୍ରିପାରେସନ। ଯୋଉ ବାବା କେବେ ଆଶ୍ରମରେ ରହିଲେ ଠାକୁର 21 ଦିନ, ସେଟା ତାଙ୍କର ଥିଲା ପ୍ରିପାରେସନ। କିନ୍ତୁ ସାଧନା ସାଇଲେ କେତେଟା? ଗୋଟେ ରାତି। କିନ୍ତୁ ବାରମ୍ବାର ବାବା କେବେ ତାକୁ ଖାଇକି କହୁଛନ୍ତି, କଣ କହିଲେ? ତୁ ଜାଣିବୁ ଇଏ କେମିତି ଭଗବାନ ଆସିଲେ ବୋଲି, ମା ଆସିଲେ ବୋଲି କହିଲେ। ଆଜ୍ଞା କହିଲେ ତୁ କହିବୁ ତାଙ୍କ ପାଦ ଦିଟା କୋଉଥିରେ ଥୋ? ମୋ ମସ୍ତକରେ। ଠାକୁର ଫାର୍ଷ୍ଟ କ୍ୱେଶ୍ଚିନ୍ କଲେ ମାଙ୍କୁ, ତମେ ମତେ ସୁଧାଂଶୁବାଳା ରୂପରେ କାହିଁକି ଦର୍ଶନ ଦେଲ? ମା ସେଠୁ କହିଲେ ସେଟା ତ ଭାବନାର ଫଳ। ତାର ଫଳ ତ ଭାବନାର ଫଳ। ତୁ ଏଇ ଭାବରେ ମତେ ପାଇବା ପାଇଁ, ମାନେ ଏଇ ଭାବରେ ପାଇବା ପାଇଁ ତୁ ଭାବନା କରୁଛୁ। ତେଣୁ ମୁଁ ସୁଧାଂଶୁବାଳା ମୂର୍ତ୍ତିରେ ଫୁଟି ଉଠିବି। ସତ୍ଗୁରୁ ବୋଲି ଧାରଣା ଜାତ ହୁଏ। ଭଗବାନ ଆସିଲେ ସୁଦ୍ଧା ଶୁଦ୍ଧ ଚିତ୍ତ ନଥିଲେ ସାଧକମାନେ ମଧ୍ୟ ତାକୁ ଜାଣିପାରିବେ ନାହିଁ। ଚିତ୍ତ ନଥିଲେ, ଶୁଦ୍ଧ ଚିତ୍ତ ନଥିଲେ କିମ୍ବା ଚିହ୍ନି ପାରିବେ ନାହିଁ। ଏକମାତ୍ର ସତ୍ୟ ସ୍ୱରୂପକୁ ଉପଲବ୍ଧି କରିବା ନିମିତ୍ତ ଯେଉଁ ସାଧନା, ତାହା ହିଁ ଭଗବତ ସାଧନା। ଏକମାତ୍ର ସତ୍ୟ ସ୍ୱରୂପକୁ ଉପଲବ୍ଧି କରିବା ନିମିତ୍ତ ଯେଉଁ ସାଧନା, ତାହା ହିଁ ଭଗବତ ସାଧନା। ତାକୁ ଗୋଟିଏ ବାଟର ସଙ୍ଗେ ସଙ୍ଗେ ପରେ ଆଉ ଗୋଟେ ବାଟରେ କହିଲେ ତ ଅନିତ୍ୟରୁ କୋଉଠିକି ଗତି କରିବା? ନିତ୍ୟକୁ। ଅନିତ୍ୟରୁ ନିତ୍ୟକୁ ଯିବାକୁ ଯୋଉ ଅନୁଶୀଳନ, ସେଇଟା ହେଲା ଧର୍ମାନୁସରଣ। ଆମେ ଏଟା କହୁଥିଲେ ଧର୍ମାନୁସରଣ କଣ? ଅନିତ୍ୟରୁ କୋଉଠିକି ଗତି କରିବ? ନିତ୍ୟ। ଉପାସନା ପ୍ରଭାବରେ ଜୀବନ ମାଳିନ୍ୟ ଦୂର ହୋଇ ସ୍ୱରୂପ ଜ୍ଞାନ ପ୍ରକାଶିତ ହୁଏ। ଉପାସନା ଯେହେତୁ ଦିହଳି ଉପାସନା, ପ୍ରାର୍ଥନା ବନ୍ଦନା, ସଞ୍ଜ ସକାଳେ ପ୍ରାର୍ଥନା କରିବା, ତାଙ୍କ ପାଖରେ ଉପାସନା କରିବା ଦିହଳି। ସେ ଉପାସନା ଭିତରେ କଣ କଣ ରହିବ ତାର ଗୋଟେ ରୁଟିନ ବି ଆମକୁ ତିଆରି କରିବାକୁ ପଡିବ। ଆମେ ତ ପଞ୍ଚୋପଚାର ପୂଜା କରୁଛେ କି ନାଇଁ ଘରେ? ପଞ୍ଚୋପଚାର ପୂଜା ହଉନା? ପଞ୍ଚୋପଚାର ପୂଜା କରୁଛେ ନା ନାଇଁ? କେମିତି ପଞ୍ଚୋପଚାର ପୂଜା ଭିତରେ ପୁଣି ଆମର ବ୍ୟକ୍ତିଗତ ଉପାସନାଟା ରହିବ, ତାହେଲେ ଆତ୍ମଗଠନ ରହିବ। They